रामं लक्ष्मणपूर्वजं रघुवीरं सीतापतिं सुन्दरं काकुत्स्थं करुणाकरगुणनिधिं विप्रप्रियधार्मिकं राजेन्द्रं सत्यसन्ध्यदशरथतनयं श्यामलं शान्तमूर्तिं वन्दे लोकाभिरामं रघुकुलतिलकं राघवं रावणारिं मूकं करोति वाचालं पङ्गुलं गिरिं यद्रूपातमं वन्दे परमानन्दमाधवं। भक्तवत्सल भगवान की जय। मर्यादा पुरुष रामचंद्र की जय। लक्ष्मण लाल जी की जय। भरत लाल जी की जय। शत्रुघ्न लाल जी की जय। सीता देवी की जय। संकट मोचन हनुमान जी की जय। मोर प्रिय श्रोता बंधु आपण मानक नमस्कार। आपण आज शुणिबे कैकेयी मंथरा विषय। मंथरा कैकेयीर मुंड खराब करने को चेष्टा करुच्ची। जिते कहले भी कैकेयी बुझे नाराज कहीं भल संपर्क अच्छी राम सहित। एणु एणे अयोध्यार साजसजा होकर रही राति पाइले रामचंद्र से राम भगवान अभिषिक्त हेबे। एणे मंथरा कैकेयी कहूँ तू आराम खुशी शोचु तोर तो गर्व सब चूर्ण हो गला। तू एपर्यंत आराम शोचु। मंथरार सब कथा शुणी सारी उठी पड़े पलंग करू। कैकेयी हसी हसी बसिकी मंथरार मुँह को चाह कहले आग मंथरा वृथाटार तुम्हें एमती कहीं हो तुम मुँह कहीं सुखी जाइए अकारण मन दुख करुचु कहीं मो जानवर मोर तो किसी अमंगल होना। जदि तुम मनरे किसी भय उपजी मत कहले मु तार प्रतिकार करी। राणी पाखरु मंथरा एक शुणी पूरा पैथेटिक रोल कला जमीती राम उपरे कैकेयीर स्नेह न रहिबो। मंथरा कहूची आगो मत गजगामिनी मो कथा टिके शुण। तोर सौभाग्य समय थिला एबे सरीगला। एबे तोर विनाश काल घटिला। काली प्रभात दशरथ राजा श्रीराम को अयोध्या राजा करेंगे। एक शुणी छाती मोर फाटीगला भली लगुच। शोक समुद्र रे मु भासी जाऊँगी। तू सीना खुशी रहिले मु खुशी रही। तोर जदि दुख समय आसब मोर तो चिरकाल दुख हो। तू वर्तमान भव जल भासुचु। मु जहाँ कहूँ टिके मो कथा शुण। मु शुणिकी मोर जीवन छटछट हो जाऊँ। छाती मोर धक धक होउछि। पोक माने निआरे पड़िले जेमिति हुअन्ति मोर अवस्था से भाई। तेणु अति विकल तो पाखक आसी कहवाई बेल थाऊ थाऊ किसी उपाय करूँ। केकय राजार झील तू रूपगुण परिपूर्ण। दशरथ राजार तू प्रियवती राणी। राजनीति कथा तू जापारू ना केमिति। तो पति दशरथ राजा तांको रीति कथा जानिचु केमिति कौन कहीपरिबनी। बदरिका फल भली तांको हृदय भारी निष्ठुर। मुहरे कौलिया कथा कहती खाली कथारे धार्मिक कामरे नहीं। खाली कथारे धार्मिक बोलांती।
ତାଙ୍କ ଭଳି ଠକ ଏ ଜଗତରେ ନାହାନ୍ତି। ହଁ, ତୁ ବି ସବୁବେଳେ ଭାବୁ ରାଜା ଭାରି ଧାର୍ମିକ। ତୁ ବୁଝିବା ଭୁଲ। ରାଜାଙ୍କର ଭାରି କୁଟିଳ ହୃଦୟ। ତୋତେ କପଟରେ ମିଠା କଥା କହି ତୋ ମନ କିଣି ନିଅନ୍ତି। ଏବେ ତାଙ୍କ କପଟ କଥା ଜାଣିଲୁ ତ? କୌଶଲ୍ୟା ପୁଅକୁ ରାଜା କରିବେ। ତୋ ପୁଅ ଭରତ ମାମୁଁ ଘରେ ଅଛି। ରାଜା ନ କଲେ ନାହିଁ। ତାକୁ ଟିକେ ଖବର କରିଛନ୍ତି କି? ନା। ହଉ, ଭରତକୁ ନ କହିଲେ ନାହିଁ। ତୋ ବାପା ମାଆଙ୍କୁ ଖବର ଦେଇଛନ୍ତି କି? ନା। ଅନ୍ୟ ରାଜାମାନେ ତ ଆସିଛନ୍ତି। ତୋ ବାପା ମାଆ କ'ଣ ରାଜା ନୁହନ୍ତି କି? ତୋ ବାପା ରାଜା ନୁହେଁ ନା ତୋ ମା ରାଣୀ ନୁହେଁ? ଗୁପ୍ତରେ ରାମକୁ ରାଜା କରିଦେବେ। ତୁ ଭଲ କହୁଥା? ତାଙ୍କ ଭଳି ଦୁରାଚାର କେହି ଅଛି? ତାଙ୍କ ହୃଦୟରେ କପଟ ଖାଲି ପୂରିକି ରହିଛି। ତୁ ଭଲ କହୁଥା? ସେ କଥା ତୁ କେମିତି ଜାଣିବୁ? ମାୟାବୀ ଲୋକର କଥା ବ୍ରହ୍ମା ତ ଜାଣିପାରିବେ ନାହିଁ। ବିଷଧର ସର୍ପକୁ ତୁ ଗଳାରେ ହାର କରି ପିନ୍ଧିବୁ। ଭାରି ବିଶ୍ୱାସ କରିବୁ। ସେ ସର୍ପ ଦିନେ ତୋ ପ୍ରାଣ ନେଇଯିବ। ଏ କଥା କ'ଣ ତୋର ଚିନ୍ତା ଅଛି? ଦଶରଥ ରାଜା ସେହିଭଳି ଭରତକୁ ତୋତେ ମୋତେ ଆଚରଣ ବହୁତ ଭଲ ଆଚରଣ କରୁଛନ୍ତି। କିନ୍ତୁ ଆମ 3 ଜଣଙ୍କୁ ମାରିବାକୁ ତାଙ୍କର ଇଚ୍ଛା। ତୁ ନିଶ୍ଚଳରେ ବସିକି ଚିନ୍ତା କରୁନୁ। ଏବେ ବି ସମୟ ଅଛି। ଆମ 3 ଜଣଙ୍କର ଯେମିତି ମଙ୍ଗଳ ହେବ ସେ ଉପାୟ ଚିନ୍ତା କର। ନହେଲେ ବହୁତ ପସ୍ତେଇବୁ। କୈକେୟୀ ରାଣୀ ମନ୍ଥରାର ଏଭଳି କଥା ଶୁଣିକି ଯେତେ ଶୁଣିଲେ ବି ତାର ମନରେ ଦୁଃଖ ନାହିଁ। ଅତି ଖୁସିରେ ବହୁମୂଲ୍ୟ ରତ୍ନହାର ନିଜ ଗଳାରୁ କାଢ଼ି ମନ୍ଥରା ଗଳାରେ ପିନ୍ଧାଇ ଦେଇ କହିଲେ, ଯାହା ହେଉ ତୁ ମୋତେ ଅତ୍ୟନ୍ତ ପ୍ରିୟ ସମ୍ବାଦ ଦେଲୁ। ମୁଁ ତୋତେ ଆଜି ବହୁତ ମୂଲ୍ୟବାନ ପୁରସ୍କାର ଦେବି। ଇଏ ସାମାନ୍ୟ ହାର ଗୋଟେ ଛୋଟିଆ ଅନୁକୂଳ। ରାମଠାରୁ ଭରତ କେଉଁ ଗୁଣରେ ଅଧିକ କି? ତାପରେ ଭରତ ଠାରୁ ରାମକୁ ବେଶୀ ଭଲ ପାଏ। ରାମ ବି କୌଶଲ୍ୟାକୁ ଯେତିକି ଭଲ ପାଏ ମୋତେ ବି ସେତିକି ଭଲ ପାଏ। ଯାହା ହେଉ ରାଜା ଏତେ ଦିନକରେ ଉତ୍ତମ ବିଚାର କରିଛନ୍ତି। ମୋର ପ୍ରିୟ ଶ୍ରୋତା ବନ୍ଧୁ, ପୁଣି ଭିଡ଼ିଓ ବଡ଼ ହୋଇଯିବ। ଆପଣମାନେ କମ୍ ଲୋକ ଦେଖିବେ, ଦରଖଣ୍ଡିଆ କରିକି ଦେଖିବେ। ଆଜି ଏତିକିରେ ଥାଉ। ଏ ଦିନହୀନ ପ୍ରତି ଆପଣମାନଙ୍କର ଯଦି ଦୟା ଥିବ, ପୁଣି ଆପଣମାନେ ଆଗାମୀ ଅଧ୍ୟାୟରେ ଶୁଣିବେ। ଇଏ ବାଲ୍ମୀକିକୃତ ଧାରାବାହିକ ସମ୍ପୂର୍ଣ୍ଣ ରାମାୟଣ କଥା। ଇଏ ସେଇ ଭଗବାନଙ୍କ ସହିତ ସମାନ। ଯାହା ହଉ ଆପଣଙ୍କ କଥା, ଯାହା ହଉ ମୋତେ ଆପଣମାନଙ୍କ ପାଇଁ ମୁଁ ବହୁତ ଧନ୍ୟ। ଏ କଥା ଯାହା ହଉ ପାଟିରେ କହିବା ସହିତ କାନରେ ଶୁଣୁଛି କେବଳ ଆପଣମାନଙ୍କ ପାଇଁ। ଏଣୁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ପ୍ରତ୍ୟହ ସବୁଦିନ ଏ ସମ୍ପୂର୍ଣ୍ଣ ରାମାୟଣ କଥା ଶ୍ରବଣ କରିବେ। ଦୟାପୂର୍ବକ ଆପଣମାନେ ଭିଡ଼ିଓକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ମୋର ବିନୀତ ଅନୁରୋଧ, ସମସ୍ତେ ସବସ୍କ୍ରାଇବ୍ କରିବେ। ଲାଇକ୍ ଯାହା କରୁଛନ୍ତି କରନ୍ତୁ, ଆପଣଙ୍କ ଇଚ୍ଛା। ଇଏ ଭକ୍ତିକୃତ କଥା। ଆକୁ ସବୁଦିନ ଶୁଣିଲେ
ଯାହା ଜୀବନ କାଳରେ ପାପ ତାପ କରିଥିବା ସିଏ ନାଶ ହୋଇ ଧର୍ମ ବୃଦ୍ଧି ହେବ। ଏଣୁ ଆପଣମାନଙ୍କୁ ମୋର ବିନୀତ ଅନୁରୋଧ, ଆପଣ ଟିକେ ଇଏ ବୟସ୍କ ବୃଦ୍ଧ କଥା ଟିକେ ମାନିବେ, ଭିଡ଼ିଓକୁ ଟିକେ ସବସ୍କ୍ରାଇବ୍ କରିବେ। ଇଏ ଆପଣମାନଙ୍କର ଅନୁଷ୍ଠାନ, ମୁଁ ନିମିତ୍ତ ମାତ୍ର। ସେଇ ମର୍ଯ୍ୟାଦା ପୁରୁଷ ଆପଣମାନଙ୍କର ପରିବାର ବର୍ଗ ଏ ବିଶ୍ୱକୁ ଭଲରେ ରଖନ୍ତୁ। ସେଇ ଝଙ୍କଡ଼ବାସିନୀ ମା ଶାରଳା ଟିକେ ଦୟା ରଖିଥାନ୍ତୁ ଏ ଅଧମ ପ୍ରତି। ଏତିକି କହି ମୋର ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର ଜଣାଇ ଏବେ ବିଦାୟ ନେବା। ତା ପୂର୍ବରୁ ଗୋଟିଏ ଅନୁରୋଧ, ଆପଣମାନେ ଅଧିକ ସଂଖ୍ୟାରେ ଦେଖିଲେ ଆପଣମାନଙ୍କ ଦୟା ଆଉ ଭଗବାନଙ୍କ ଆଶୀର୍ବାଦରୁ କିଛି ନ ଜାଣିବା କଥା କହନ୍ତି, କିନ୍ତୁ ମନ ଛୋଟ ହୋଇଯାଉଛି ଏଇଥିପାଇଁ ଯେ ଖୁବ୍ କମ୍ ଦେଖୁଛନ୍ତି। ଦିନେ ଯଦି ବେଶୀ 10 ଦିନ କମ୍ ଦେଖୁଛନ୍ତି। ଆମର ଦେବଦେବ ମହାଦେବ କାର୍ତ୍ତିକେୟଙ୍କର ପିତା, ଏକଥା ସମସ୍ତେ ଜାଣିଛନ୍ତି, କିନ୍ତୁ ମା ପାର୍ବତୀ ତାଙ୍କର ମା ନୁହେଁ। ଦେବଦେବ ମହାଦେବ ନନ୍ଦୀଭୃଙ୍ଗଙ୍କର ପିତା, କିନ୍ତୁ ପାର୍ବତୀ ତାଙ୍କର ମା ନୁହନ୍ତି। ଏଇଭଳି ଆପଣମାନଙ୍କ ଦେହରୁ ଭଗବାନଙ୍କ ଆଶୀର୍ବାଦରୁ କୁହନ୍ତି, କିନ୍ତୁ ମନ ଛୋଟ ହୋଇଯାଉଛି। ଏଣୁ ଆପଣମାନଙ୍କୁ ଅନୁରୋଧ, ସବସ୍କ୍ରାଇବ୍ ଟିକେ କରିଥାନ୍ତୁ। ଯଦି ସୁଯୋଗ ଥାଏ, ଆପଣମାନଙ୍କ ଦୟା ଥାଏ, ଆସ୍ତେ ଆସ୍ତେ ଏ ଅନୁଷ୍ଠାନ ବଢ଼ିବ, ସେ କଥା ବି ଆମେ କହିବା। ଏତିକି କହି ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର କରି ବିଦାୟ ନେଉଛି। ଜୟ ଶ୍ରୀରାମ।